ଆପଣମାନେ ଭାଇ ଜାଣିଛନ୍ତି ମୋତେ ନିଶ୍ଚୟ କମେଣ୍ଟରେ କହିବେ। ତ ହ୍ୟାଲୋ ହାଏ ନମସ୍କାର, ମୁଁ ଆପଣଙ୍କର ପ୍ରିୟ ବଣ୍ଡି, ମୋର ଆଉ ଗୋଟେ ବ୍ଲଗ୍‌କୁ ଆପଣଙ୍କୁ ସ୍ୱାଗତ। ବ୍ଲଗ୍‌କୁ ଆରମ୍ଭ କରି ଆମ ବିଲେ ତ ପାଗଳ ହେଇଗଲାଣି, ଦେଖୁନାହାନ୍ତି ମୋ ମା ମାଛ ଆଣି ସିଏ ପାଗଳ, ଆଉ ମୁଁ ତ ବି ପାଗଳ ହେଇସାରିଲିଣି। ଯେହେତୁ ମୋତେ ମାଛ ବହୁତ ଭଲ, ତେଣୁ ମୁଁ ଶୀଘ୍ର ଶୀଘ୍ର ଗାଧେଇ ପଡ଼ିଲି। ଗାଧେଇ ପଡ଼ି ସାରିଲା ପରେ ସାଙ୍ଗେ ସାଙ୍ଗେ ଆସି ମାଛ ପାଗଟା କରିଦେଲି, ଆଉ ସାଙ୍ଗେ ସାଙ୍ଗେ ରୁଟି ଖାଇଦେଲି। କାହାକୁ କାହାକୁ ମାଛ ଚକଟା ସହିତ ରୁଟି ଭଲ ଲାଗେ ମୁଁ ନିଶ୍ଚୟ କହିବି। ଆଉ ଇଏ ଗୋଟେ ପିଲା ତାର ରୁଚୁ ହିଁ ନାହିଁ, ସେ ତାର କହୁଛି ମୁଁ ଖାଲି ଜଳଖିଆ ଖାଇବି ଆଉ ଜଳଖିଆ ହିଁ ଖାଇବି। ତେଣୁ ମୁଁ ଆଉ ଯେହେତୁ ଆଶା ପୂରଣ କରି ତାକୁ ଜଳଖିଆ ଆଣି ଦେଇଦେଲି। ଜଳଖିଆ ଦୋକାନରେ ଜଷ୍ଟ ପହଞ୍ଚିଛି ତ ବର୍ଷା କୋଉଠି ଥିଲା ଦୌଡ଼ିକି ପଳେଇ ଆସିଲା। ଯେହେତୁ ଦୌଡ଼ିକି ଆସିଲା ତାକୁ ଆମେ ବାଟ ଦେଇଦେଲୁ ଆସିବା ପାଇଁ। ତାପରେ ମୁଁ ଦୋକାନରେ ଦେଖିଲା ଏ ଭାଇ ଆସିନି। ଏ ଭାଇ କିଏ ଜାଣିଛନ୍ତି ମୋତେ ନିଶ୍ଚୟ କମେଣ୍ଟରେ କହିବେ। ତାପରେ ମୁଁ ପଳେଇ ଅଲମୋଷ୍ଟ କାମ ସଇଲାଣି ଆମର ବାଲିଚନ୍ଦ୍ର ଠାକୁରଙ୍କ ଯେହେତୁ ପୂଜା ହେଉଛି, କାଲି କୁଆଁର ପୁନେଇଁ ତ ସେ ଲାଗି ପୂଜା ହେବ। ତେଣୁ ମୁଁ ବି ଘରୁ ପଳେଇ ଆସିଲି। ଆସିକି ମାଛ ତରକାରୀ ତ ଭାତ ହେଇଛି, ମୋ ପେଟ ଖାଲି କଡ଼କଡ଼ ହେଉଥିଲା। ତାପରେ ସନ୍ଧ୍ୟାବେଳେ ମୋ ମା ଆଉ ଆମ ଝିଅ ପଳେଇଥିଲେ ବଜାର, ତାଙ୍କର କିଛି ଜିନିଷ କିଣିବାର ଥିଲା। ତ ସେମାନେ ଆସିଲେ ଯେ ଆଉ ମୋମୋ ନ ଖାଇବେ ଏଇଟା କେବେ ହେଇପାରେନି। ମୋ ମା ଖାଉ ନ ଖାଉ ଆମ ଝିଅ ତ ନିଶ୍ଚୟ ଖାଇବ, ଆଉ ସିଏ ଯଦି ଖାଉଛି ମୋ ପାଟି ତ ଯାହା ବି ହେଲେ ଟକମକ ହେବ। ତାପରେ ସେ ଟକମକ ସାରିକି ଆମେ ପଳେଇ ଆସିଲୁ ଚପଲ କିଣିବାକୁ। ଚପଲ କିଣି ସାରିଲା ପରେ ଷ୍ଟେସନାରୀ କିଣି ସାରିଲା ପରେ ପଳେଇ ଆସିଲୁ ଆମେ ଭୋଗ କିଣିବାକୁ। ଯେହେତୁ କାଲି କୁଆଁର ପୁନେଇଁ ଓଷା, ଆମ ଖୁଦୁରୁକୁଣୀ ଓଷା କରିବେ। ଓଷା କରିବେ ଯେହେତୁ ତାଙ୍କ ପାଇଁ କିଣି ସାରିଲା ପରେ ମୁଁ ପଳେଇ ଆସିଲି ଜଳଖିଆ କିଣିବାକୁ। ଜଳଖିଆ କିଣି ସାରିଲା ପରେ ଆମେ ସମସ୍ତେ ଦୋକାନ ଯାଇ ଖାଇଦେଲୁ। ଖାଇସାରିଲା ପରେ ମୁଁ ମୋ ମାତାରିଣୀ ହନୁମାନଙ୍କୁ ଯାଇ ଦର୍ଶନ କରିଦେଲି। ତାପରେ ମୁଁ ରହୁଛି, ମୋ ଜୟ ଜଗନ୍ନାଥ। ମୋ ଚ୍ୟାନେଲ୍ ପ୍ଲିଜ୍ ସବସ୍କ୍ରାଇବ୍ କରିବେ। ବାଏ।